वाह। ଅନେକ ଦିନ ତଳର କଥା। ପାଟଳିପୁତ୍ର ନଗରୀରେ ଦୟାନନ୍ଦ ନାମକ ଜଣେ ବିଶିଷ୍ଟ ବଣିକ ଥିଲେ। ତାଙ୍କ ଘରେ ଅଭୟ ନାମକ ଜଣେ ଯୁବକ ରହୁଥାଏ। ଅଭୟର ବାପା ଦୟାନନ୍ଦଙ୍କର ବନ୍ଧୁ ଥିଲେ। ଥରେ ଏକତ୍ର ଦୁଇ ପରିବାର ତୀର୍ଥଯାତ୍ରା କରିବାକୁ ଯାଇଥିବା ବେଳେ ଅଭୟର ବାପା ମା ଗୋଟିଏ ଦୁର୍ଘଟଣାର ଶିକାର ହେଲେ। ଅଭୟ ସେତେବେଳେ ପିଲା। ଦୟାନନ୍ଦ ତାକୁ ଆଶ୍ରୟ ଦେଲେ। ଅଭୟ ଅତ୍ୟନ୍ତ ଉଚ୍ଚାକାଂକ୍ଷୀ ଯୁବକ ଥିଲା। ଦୟାନନ୍ଦଙ୍କ ଘରେ ଅନେକ ଚାକର ବାକର ଥିଲେ। ଅଭୟ ମଧ୍ୟ ପ୍ରାୟ ସେଇମାନଙ୍କ ଭଳି ଚଳୁଥିଲା। ଅବଶ୍ୟ ତାକୁ କେହି କୌଣସି କଠିନ କାମ ଦାମ ଦେଉନଥିଲେ କିମ୍ବା କଡ଼ା କଥା କହୁନଥିଲେ। ତଥାପି ସେଭଳି ଭାବରେ ରହିବାକୁ ତାକୁ ସୁଖ ଲାଗୁନଥାଏ। ଅନେକ ସମୟରେ ସେ ଦିବା ସ୍ୱପ୍ନ ଦେଖୁଥାଏ, ସତେ ଯେମିତି ସେ ବଡ଼ ଲୋକ ହୋଇଯାଇଛି ଓ ଦୟାନନ୍ଦ ତା ପାଖରେ ଆସି କୃପା ପ୍ରାର୍ଥୀ ହୋଇ ଠିଆ ହୋଇଛନ୍ତି। ଦିନେ ଖରାବେଳେ ସେ ଶୋଇ ରହି ଯେମିତି କଳ୍ପନାରେ ମସଗୁଲ ଥାଏ। ସେଦିନ ଦୟାନନ୍ଦ ଘରକୁ ଯାଇଥାନ୍ତି। ଆଖପାଖରେ ବି କେହି ନଥାନ୍ତି। ତେଣୁ ଅଭୟ ମନକୁ ମନ ଧୀର କଣ୍ଠରେ କଥା କହୁଥାଏ, ଦେଖ ଦୟାନନ୍ଦ, ମୋ ଭଳି ଯୁବକଙ୍କୁ ତମେ କନ୍ୟାଦାନ କରିବ ଏ କଳ୍ପନା କର ନାହିଁ। ପୁଣି ଦୟାନନ୍ଦ ହୋଇ କହୁଥାଏ, ବାପା ଅଭୟ, ଏ ଅଧମ ଦୟାନନ୍ଦର ପ୍ରାର୍ଥନା ମଞ୍ଜୁର କର। ମୋ କନ୍ୟା ସୁଶୀଳାକୁ ଗ୍ରହଣ କରି ମୋ ସାତ ପୁରୁଷକୁ କୃତାର୍ଥ କର। ହଠାତ୍ ଭିତରକୁ ପଶି ଆସିଲେ ଦୟାନନ୍ଦ। ସେ ସେତିକି ବେଳେ ଫେରିଥାନ୍ତି। ଆଶ୍ଚର୍ଯ୍ୟ କଥା, ବିରକ୍ତ ହୋଇ ଅଭୟକୁ ତତ୍କ୍ଷଣାତ୍ ତାଙ୍କ ଘରୁ ବାହାରି ଯିବାକୁ କହିଲେ। ଅଭୟର ଦୁର୍ଦ୍ଦଶା ଦେଖି ଦୟାନନ୍ଦଙ୍କ କର୍ମଚାରୀମାନେ ହସିଲେ। ଅଭୟ ଭୀଷଣ ଅପମାନ ବୋଧ କଲା ଓ ବାହାରିଗଲା। ରାଗ ଓ ଦୁଃଖରେ ସେ ଗୋଟିଏ ବଣରେ ପ୍ରବେଶ କଲା। ସେ ଦେଖିଲା ଗୋଟିଏ ଗଛ ମୂଳରେ ଜଣେ ତପସ୍ୱୀ ବସିଛନ୍ତି। ଅଭୟ ମାସଟିଏ ତପସ୍ୱୀଙ୍କର ସେବା ଶୁଶ୍ରୂଷା କଲା। ଦିନେ ତପସ୍ୱୀ ତାକୁ କହିଲେ, ବାପା, ତୁ ସିନା ଏଠି ରହିଛୁ, କିନ୍ତୁ ତୋ ମନ ଯାଇ ଲୋକାଳୟରେ। ଏଥର ଯା, କୌଣସି ଗ୍ରାମ ବା ସହରରେ ଘରଦ୍ୱାର କରି ରହିବୁ। ଅଭୟ କହିଲା, ମହାତ୍ମା, ଆପଣ ଠିକ୍ କହିଛନ୍ତି, କିନ୍ତୁ ଯିବି କୁଆଡ଼େ? ସେ ନିଜ ଦୁଃଖ କଥା ଜଣାଇ ପ୍ରାର୍ଥନା କଲା, ମୋତେ ଏମିତି ବର ଦିଅନ୍ତୁ ଯାହା ଫଳରେ ଦୟାନନ୍ଦ ମୋତେ ନେହୁରା ହେବେ। ବାପା, ଦୟାନନ୍ଦ ପରିଶ୍ରମ କରି ପ୍ରତିଷ୍ଠା ପାଇଛି। ତୁ ବି ସେହିପରି କରିବା ଆବଶ୍ୟକ, ତପସ୍ୱୀ କହିଲେ। ମହାଭାଗ, ଆପଣ ଯାହା କହିଲେ ସେ କଥା ତ ଯେକୌଣସି ଲୋକ କହିପାରିଥାନ୍ତା। ଆପଣଙ୍କ ଠାରୁ ମୁଁ ସିନା କିଛି ବର ଆଶା କରୁଥିଲି। ତପସ୍ୱୀ କିଛି ସମୟ ଚୁପ୍ ରହି କହିଲେ, ହେଉ ବାପା, ମୁଁ ତୋତେ ଗୋଟାଏ ଏପରି ମନ୍ତ୍ର ଦେବି, ଯାହା 7 ଥର ଜପ କରି ତୋର ଯାହା ଇଚ୍ଛା ତାହା ଉପରେ ଗୋଟିଏ ମୁହୂର୍ତ୍ତ ମନୋନିବେଶ କଲେ ତୋ ଇଚ୍ଛା ପୂରଣ ହେବ। ଏହା କହି ତପସ୍ୱୀ ତାକୁ ମନ୍ତ୍ରଟି ଶିଖାଇଦେଲେ। ଅଭୟ ଅତ୍ୟନ୍ତ ପ୍ରସନ୍ନ ହୋଇ ବିଦାୟ ନେବାକୁ ଉଦ୍ୟତ ହେଲା। ସେତେବେଳେ ତପସ୍ୱୀ କହିଲେ, ବାପା, ମଣିଷ ଯାହା ଚାହେଁ ତାହା ସେ ଦୁଇ ପ୍ରକାର ଉପାୟରେ ପାଇପାରେ। ସ୍ୱାଭାବିକ ଉପାୟରେ ନ ହେଲେ ଅସ୍ୱାଭାବିକ ଉପାୟରେ। ମଣିଷ ଯାହା ଅସ୍ୱାଭାବିକ ଉପାୟରେ ପାଏ, ତାର ପ୍ରତିକ୍ରିୟା ସହ୍ୟ କରିବାକୁ ସେ ପ୍ରସ୍ତୁତ ଥିବା ଆବଶ୍ୟକ। ଶୁଣ, ଯେଉଁ ମନ୍ତ୍ର ତୋତେ ଶିଖାଇଦେଲି ତାହା ତୋ ଜୀବନରେ 3 ଥର କାମ ଦେବ, ବେଶୀ ନୁହେଁ। ଅଭୟ 3 ଦିନ ପରେ ଆସି ପାଟଳିପୁତ୍ରରେ ପହଞ୍ଚିଲେ। ସେତେବେଳକୁ ସନ୍ଧ୍ୟା। ସେ ଗୋଟିଏ ଚଟିଘର ବାରଣ୍ଡାରେ ଶୋଇ ସ୍ୱପ୍ନ ଦେଖିଲା। ଦୟାନନ୍ଦ ତାକୁ ତାଙ୍କ କନ୍ୟା ସୁଶୀଳାକୁ ସମର୍ପଣ କରୁଛନ୍ତି। ନିଦ ଭାଙ୍ଗିଯିବାରୁ ଅଭୟ ଭାବିଲା, ଆଉ ଏ ସ୍ୱପ୍ନକୁ ସ୍ୱପ୍ନ ଭାବରେ ରହିବାକୁ ଦେବି କାହିଁକି?
ମୁଁ ଇଚ୍ଛା କଲେ ତ ଏହା ବାସ୍ତବ ହୋଇଯିବ। ତାପରେ ସେ ମନେ ମନେ ମନ୍ତ୍ର ଜପିଲା ଓ ଦୟାନନ୍ଦ ତାକୁ କନ୍ୟାଦାନ କରନ୍ତୁ ଏହା କାମନା କଲା। ତାପରେ ତାକୁ ସହଜରେ ନିଦ ଆସିଲା ନାହିଁ। ସତରେ କ'ଣ ମନ୍ତ୍ର ଫଳିବ? ଯଦି ଫଳେ ତେବେ କେତେ ମଜା ନ ହେବ। ରାତି ଶେଷ ହେବା ବେଳକୁ ତାକୁ ନିଦ ଆସିଯାଇଥିଲା। ସକାଳ ହେଲାଣି, ତଥାପି ସେ ଶୋଇଥାଏ। ହଠାତ୍ ମହୁରୀ ଓ ଢୋଲ ଶବ୍ଦରେ ତା ନିଦ ଭାଙ୍ଗିଗଲା। ସେ ଧଡ଼ପଡ଼ ଉଠି ବସି ଦେଖେ ତ ଦୟାନନ୍ଦ ଆସି ତା ଆଗରେ ଠିଆ ହୋଇଛନ୍ତି। ପଛ କଥା ଭୁଲିଯାଅ। ରାତିରେ ଆମ କୁଳଦେବତା ମୋତେ ସ୍ୱପ୍ନରେ ଦେଖାଦେଇ କହିଲେ କି ତମେ ଏଇଠି ଅଛ। ତୁମକୁ ମୁଁ ଜାମାତା ରୂପେ ବରଣ କରିବା ଉଚିତ। ଚାଲ, ଘରକୁ ଚାଲ। ଏହା କହି ଦୟାନନ୍ଦ ନେହୁରା ହୋଇ ଅଭୟର ହାତ ଧରି ତାକୁ ବାହାରେ ଅପେକ୍ଷା କରିଥିବା ପାଲିଙ୍କି ଭିତରେ ନେଇ ବସାଇଦେଲେ। ପରଦିନ ତା ସହ ତାଙ୍କ ଝିଅର ବାହାଘର ହୋଇଗଲା। ଅଭୟର ଆନନ୍ଦ କହିଲେ ନ ସରେ। ସେ ଆରାମରେ ଖାଇ ପିଇ ରହିଥାଏ। କିନ୍ତୁ ଦିନେ ଚାକରମାନେ ନିଜ ନିଜ ଭିତରେ କିଛି ଟିପ୍ପଣୀ ଦେଉଥିବାର ସେ ଶୁଣିଲା। ଜଣେ କହିଲା, କେଇଦିନ ତଳ ଯାଏ ସେ ଆମରି ଭଳି ଏ ଘରର ଚାକର ଥିଲା। ବର୍ତ୍ତମାନ ଜୁଆଇଁ ପଣିଆ ଦେଖାଉଛି ଯେ ତାକୁ କିନ୍ତୁ ମାନୁନାହିଁ। ଗର୍ବରେ ତା ଗୋଡ଼ ତଳେ ପଡ଼ୁନାହିଁ। ଅନ୍ୟମାନେ ଏ ଟିପ୍ପଣୀ ଉପରେ ଆହୁରି ଥଟ୍ଟାଳିଆ ଟିପ୍ପଣୀ ଦେଲେ। ଅଭୟର ମନ ଖରାପ ହୋଇଗଲା। ସେଇଦିନରୁ ସେ ଲକ୍ଷ୍ୟ କରି ଦେଖିଲା ସେ କିଛି ଆଦେଶ ଦେଲେ ତାକୁ ସେମାନେ ହାଲୁକା ଭାବରେ ନେଉଛନ୍ତି। କ୍ରମେ ତାକୁ ସେ ପରିସ୍ଥିତି ବିଷମୟ ଲାଗିଲା। ଦିନେ ସେ ଯାଇ ତା ଶ୍ୱଶୁରଙ୍କୁ କହିଲା, ମହାଶୟ, ମୁଁ ନିଜେ କିଛି କରିବାକୁ ଚାହେଁ। ଦୟାନନ୍ଦ କହିଲେ, ତାହା ତ ଅତ୍ୟନ୍ତ ଆନନ୍ଦର ବିଷୟ। ତମେ ମୋ ବ୍ୟବସାୟର କୌଣସି ବିଭାଗ ବୁଝାବୁଝି କର। ନା, ମୁଁ ଗୋଟିଏ ସ୍ୱତନ୍ତ୍ର ବ୍ୟବସାୟ କରିବାକୁ ଚାହେଁ। ମୋର ଖାଲି ସାମାନ୍ୟ ମୂଳଧନ ଲୋଡ଼ା। ଦୟାନନ୍ଦ ଆପତ୍ତି ନ କରି ଅଭୟ ଯେତିକି ମୂଳଧନ ଚାହିଁଲା ତାହା ଦେଇଦେଲେ। ଅଭୟ ସ୍ତ୍ରୀ ସୁଶୀଳାକୁ ନେଇ ଗୋଟିଏ ବଡ଼ କୋଠାକୁ ଉଠିଗଲା ଓ ମନ୍ତ୍ର ଜପ କରି ସହରରେ ସବୁଠାରୁ ବଡ଼ ଧନୀ ବ୍ୟବସାୟୀ ହେବାର କାମନା କଲା। ମାତ୍ର ତିନି ମାସ ଭିତରେ ତା ବାସନା ପୂର୍ଣ୍ଣ ହେଲା। ସେ ଯେଉଁ ବେପାରରେ ହାତ ଦେଲା, ଆକସ୍ମିକ ଭାବରେ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଲାଭ ହେଲା। କିପରି ଭାବରେ ଏହା ହେଉଥାଏ ସେକଥା ସେ ନିଜେ ବି ବୁଝିପାରୁନଥାଏ। କିନ୍ତୁ ଅଭୟର ଏଭଳି ଆଶ୍ଚର୍ଯ୍ୟଜନକ ଉନ୍ନତି ଅନ୍ୟ ବ୍ୟବସାୟୀମାନେ ସହ୍ୟ କରିପାରିଲେ ନାହିଁ। ରାଜଦରବାରରେ ସେମାନଙ୍କର ଅନେକ ପ୍ରଭାବ ଥିଲା। ସେମାନେ ମନ୍ତ୍ରୀ ଓ ଅମାତ୍ୟମାନଙ୍କୁ ଲଗାଇ ରାଜାଙ୍କ କାନରେ ତା ବିରୁଦ୍ଧରେ ନାନା କଥା ପକାଇଲେ। ଦିନେ ରାଜଦରବାରରୁ ତାକୁ ଡାକରା ଆସିଲା। ସେ ଯାଇ ରାଜାଙ୍କୁ ଅଭିବାଦନ କରିବା ମାତ୍ରେ ରାଜା କହିଲେ, ବାବୁ, ମାତ୍ର 3 ମାସ ତଳେ ତମର ନିଜର ବୋଲି କିଛି ନଥିଲା। 3 ମାସ ଭିତରେ ତମେ ଏପରି ମାତ୍ରାରେ ଧନୀ ହୋଇଗଲ ଯେ ତମ ସହ ପ୍ରତିଯୋଗିତାରେ ଅନ୍ୟ କୌଣସି ବଣିକ ପାରୁନାହାନ୍ତି। କେହି ଦେବାଳିଆ ହୋଇଗଲେଣି। ଅମାତ୍ୟମାନେ ସନ୍ଦେହ କରୁଛନ୍ତି କି ତମେ କିଛି ଚୋରା କାରବାର କରି କିମ୍ବା ଅନ୍ୟ ରାଜ୍ୟର ଡାକୁମାନଙ୍କ ସହ ସମ୍ପର୍କ ରଖି ଏପରି ଧନୀ ହୋଇଛ। ତମେ 1 ସପ୍ତାହ ଭିତରେ ତମର ଟିକିନିକି ହିସାବ ଦାଖଲ କର, ନହେଲେ ତମର ସବୁ ସମ୍ପତ୍ତି ବାଜ୍ୟାପ୍ତ ହେବ। ଅଭୟ ପାଖରେ ହିସାବ ନିକାଶ କିଛି ନଥିଲା, କାରଣ ବାସ୍ତବିକ ତା ବ୍ୟବସାୟ ସାଧାରଣ ନିୟମରେ ଚାଲିନଥିଲା। ସେ ଗମ୍ଭୀର ହୋଇ ଘରକୁ ଫେରିଲା ଓ ସ୍ତ୍ରୀ ସୁଶୀଳାକୁ ସବୁ କହିଲା। ରାତିରେ ସେ ସ୍ୱପ୍ନ ଦେଖିଲା ସେ ପାଟଳୀପୁତ୍ର ରାଜା ହୋଇଯାଇଛି। ନିଦ ଭାଙ୍ଗିବା ମାତ୍ରେ ସେ ଭାବିଲା ସେ ସ୍ୱପ୍ନକୁ ମଧ୍ୟ ସେ ବାସ୍ତବରେ ପରିଣତ କରିପାରେ। ଥରେ ରାଜା ହୋଇଗଲେ ତେଣିକି ଆଉ କିଛି ସମସ୍ୟା ବା ନଥିବ। ସେ ଆନନ୍ଦରେ ସେକଥା ତା ସ୍ତ୍ରୀ ସୁଶୀଳାକୁ କହିଲା। ସୁଶୀଳା ସେଥିରେ ଖୁବ୍ ଆନନ୍ଦିତ ହେବ ବୋଲି ସେ ଆଶା କରିଥିଲା, କିନ୍ତୁ ସୁଶୀଳା ନୀରବ ରହିଲା। ପରଦିନ ସେ ଯାଇ ରାଜାଙ୍କୁ କହିଲା, ମହାରାଜ, ସପ୍ତାହେ ଅପେକ୍ଷା କରିବା ଦରକାର ନାହିଁ। ଆପଣ ମୋର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିପାରନ୍ତି।
ତେବେ ମୋର ଧନୀ ହେବା ପଛରେ କୌଣସି ଚୋରା କାରବାର ବା ଡାକୁ ଦଳ ସହ ସମ୍ପର୍କ ନାହିଁ। ରାଜା ଆଶ୍ଚର୍ଯ୍ୟ ହୋଇଗଲେ ଓ କିଛି କହିଲେ ନାହିଁ। ଅଭୟ ସେଠାରୁ ବାହାରି ସିଧା ବଣ ଭିତରୁ ଗଲା ଓ ତପସ୍ୱୀଙ୍କୁ ଭେଟି କହିଲା, ମହାଭାଗ, ମୁଁ 2 ଥର ଆପଣ ଦେଇଥିବା ମନ୍ତ୍ର ପ୍ରୟୋଗ କରୁଛି। ତୃତୀୟ ଥର ପାଇଁ ତାକୁ ପ୍ରୟୋଗ କରିବାକୁ ଚାହେଁ ନାହିଁ। ଆପଣ ସେ ମନ୍ତ୍ର ଶକ୍ତି ପ୍ରତ୍ୟାହାର କରିନିଅନ୍ତୁ। ତପସ୍ୱୀ ହସିଲେ ଓ ଅଭୟର ପିଠି ଥାପୁଡ଼ାଇ ଦେଇ କହିଲେ, ତୁ ଜ୍ଞାନୀ। ମହାଭାଗ, ମୁଁ ପାଟଳୀପୁତ୍ର ଛାଡ଼ିଗଲେ ମଧ୍ୟ ଥରେ ଥରେ ଆସି ଆପଣଙ୍କୁ ଭେଟୁଥିଲି। ଅଭୟ ପ୍ରଣାମ କରି କହିଲା। ତପସ୍ୱୀ କହିଲେ, ସ୍ୱାଗତ। ଅଭୟ ପାଟଳୀପୁତ୍ର ଯାଇ ରାଜାଙ୍କୁ ପୁଣି ଭେଟି ତା ନିଜ ସମ୍ପତ୍ତିର 4 ଭାଗରୁ 3 ଭାଗ ଦେଇଦେଲା ଓ କହିଲା, ମହାରାଜ, ମୋର ଗୋଟିଏ ଅନୁରୋଧ। ଏ ଧନକୁ ଆପଣ କୌଣସି ହିତକର କାମରେ ଲଗାଇବେ। ବାକି ଚତୁର୍ଥାଂଶ ଧନ ଧରି ସେ ଅନ୍ୟ ଏକ ସହରକୁ ଯାଇ ବ୍ୟବସାୟ କଲା ଓ ପରିଶ୍ରମ କରି କ୍ରମେ ଉନ୍ନତି କଲା। କୋଶ୍ଚିନ୍ ହେଲା, ଅଭୟର ଏଭଳି ବୁଦ୍ଧିଭ୍ରଂଶ ହେଲା କିପରି? ସେ ରାଜା ହୋଇପାରିଥାନ୍ତା, ତାହା ନକରି ସେ ତପସ୍ୱୀଙ୍କୁ ଯାଇ ନିଜ ଶକ୍ତି ଫେରାଇ ଦେଲା କାହିଁକି? ରାଜାଙ୍କୁ ବା କାହିଁକି ଯାଚି କରି ସମ୍ପତ୍ତିର ବିପୁଳାଂଶ ଦେଇଦେଲା? ଏଇଟା ହେଲା କୋଶ୍ଚିନ୍। ସେ ଜାଣିପାରିଲା ଯେ ମନ୍ତ୍ର ଦ୍ୱାରା ଯାହା ବି ସେ ପ୍ରାପ୍ତ କରୁଛି ସେ ପାଇଯାଉଛି ସତ, କିନ୍ତୁ ତା ଚତୁଃପାର୍ଶ୍ୱର ପରିବେଶ ପରିସ୍ଥିତି ସେଇ ଅନୁସାରେ ତାର ଯେହେତୁ ସାମର୍ଥ୍ୟ ବୃଦ୍ଧି ହେଇନାହିଁ, ତେଣୁ ସେ ପରିବେଶ ପରିସ୍ଥିତିକୁ ବଦଳାଇବାର ତାର କିଛି ସାମର୍ଥ୍ୟ ଆସୁନି। ଆଉ ପରିଶ୍ରମ କରି ଯେହେତୁ ଅର୍ଜନ କରିନାହିଁ, ତେଣୁ ତା ପାଖରେ ସିଏ ସଚ୍ଚୋଟ ଭାବରେ କରୁଛି ବୋଲି କାହାକୁ ପ୍ରମାଣ ଦେଖିବା ପାଇଁ ତା ପାଖରେ କିଛି ନାହିଁ। ଏବଂ ତେଣୁ ସେ ନିଜେ ପରିଶ୍ରମ କରିବା ପାଇଁ ସଂକଳ୍ପ କଲା। କହିଲେ ସେ ଜାଣିଲା ଯେ ମୁଁ ଯାହା ବି ଅର୍ଜନ କରିବି ତାହା ସ୍ଥାୟୀ ହେଇ ରହିବ ନାହିଁ, କୌଣସି ନା କୌଣସି ଉପାୟରେ ପୁଣି ତାହା ମୋ ହାତରୁ ଚାଲିଯିବ। ତେଣୁ ସେ ବୁଦ୍ଧିମାନର କାର୍ଯ୍ୟ କରି ତା ବରଟିକୁ ଫେରେଇ ଦେଲା। ଆଉ ଦ୍ୱିତୀୟ କଥା ମୁଁ ଭାବୁଛି, ଯେହେତୁ ସେ ଜାଣିଥିଲା ଯେ ସେ ନିଜେ ପରିଶ୍ରମ ଯେତିକି କରିଛି ତାଠାରୁ ଅଧିକ ଅର୍ଥ ପାଇଛି, ସେ ଅର୍ଥ ତା ନିଜର ନୁହଁ, ଏବଂ ତେଣୁ ସେ ରାଜାଙ୍କୁ କହିଲା ଯେ ତାକୁ ନେଇଯାଆନ୍ତୁ ସବୁ ଏବଂ ତାକୁ ନେଇ ଭଲ କାମରେ ଲଗାନ୍ତୁ, ତା ଫଳରେ ପାପର ଯୋଉ ଫଳଟା ସେ ଭୋଗିଥାନ୍ତା ତାହା ସେ ଆଉ ଭୋଗିବ ନାହିଁ, ଅନ୍ୟମାନଙ୍କର ମଙ୍ଗଳରେ ଲାଗିବ ବୋଲି ମୁଁ ଭାବୁଛି। ମା ଉତ୍ତର ହେଲା, ତାର ବୁଦ୍ଧି ଭ୍ରଂଶ ହୋଇନଥିଲା, ତା ଭିତରେ ସଦ୍ବୁଦ୍ଧିର ଉଦୟ ହୋଇଥିଲା। ସେ ବୁଝିଥିଲା ଯେ ଅପ୍ରାକୃତିକ ମାର୍ଗରେ ମଣିଷ ଯାହା ପାଇବ ତା ସହିତ ଅନ୍ୟ ସମସ୍ୟା ଆସିବ ହିଁ ଆସିବ। ସେ ଦୟାନନ୍ଦଙ୍କ ଜାମାତା ହେଲା, କିନ୍ତୁ ସେଥିଯୋଗୁଁ ଅନ୍ୟମାନଙ୍କ ଥଟ୍ଟାର ପାତ୍ର ହେଲା। ସେ କୋଟିପତି ହେଲା, ସଙ୍ଗେ ସଙ୍ଗେ ରାଜାଙ୍କ ସନ୍ଦେହ ଦୃଷ୍ଟିରେ ସେ ପଡ଼ିଲା। ସେ ଯଦି ରାଜା ହୋଇଥାନ୍ତା, ସଙ୍ଗେ ସଙ୍ଗେ ସେହିପରି ଅପ୍ରତ୍ୟାଶିତ ସମସ୍ୟା ବି ଦେଖା ଦେଇଥାନ୍ତା। ହୁଏତ ଶତ୍ରୁ ରାଜା ହାତରେ ବନ୍ଦୀ ହୋଇଥାନ୍ତା, ନଚେତ୍ ରାଜ୍ୟ ଶାସନରେ ଅଭିଜ୍ଞତା ନଥିବା ଯୋଗୁଁ ରାଜ୍ୟକୁ ଦୁର୍ଦ୍ଦଶାଗ୍ରସ୍ତ କରିଥାନ୍ତା। ତେଣୁ ସେ ନିଜ ମନ୍ତ୍ରଶକ୍ତି ଫେରାଇ ଦେଲା। ତାର ସୌଭାଗ୍ୟ, ତା ସ୍ତ୍ରୀ ସୁଶୀଳା ମଧ୍ୟ ଏଭଳି ଅପ୍ରାକୃତିକ ଭାବରେ ଉନ୍ନତି କରିବାକୁ ଉତ୍ସାହ ଦେଉନଥିଲେ। ସେ ରାଜାଙ୍କୁ 3 ଅଂଶ ଦେଇଦେବାର କାରଣ, ସେ ନୂଆ କରି ପରିଶ୍ରମ ଦ୍ୱାରା ଉପାର୍ଜନ କରିବାକୁ ଚାହୁଁଥିଲା। ମନ୍ତ୍ର ବଳରେ ଆସିଥିବା ଭିତରୁ ସେ ଆଉ ଆନନ୍ଦ ପାଉନଥିଲା। ମା, thank you all, Arubar.